ବନ୍ଧୁଗଣ, ଆଜି ସୁଦଶା ବ୍ରତ। ଆଜି 10ଟା 27 ଯାଏ ଦଶମୀ ତିଥି, ତାପରେ ଏକାଦଶୀ। ଆଜି ଘରେ ଘରେ ସମସ୍ତ ହିନ୍ଦୁଙ୍କ ଭବନରେ ଦେବୀ ମହାଲକ୍ଷ୍ମୀଙ୍କର ଏକ ସ୍ୱତନ୍ତ୍ର ବ୍ରତ ସୁଦଶା ବ୍ରତ ପାଳିତ ହେଉଛି। ଆଜି ସଂକ୍ରାନ୍ତି। ଆଜି ମହାଗ୍ରହ ସୂର୍ଯ୍ୟ ସିଂହ ରାଶିକୁ ଯାତ୍ରା କଲେ। ସୁତରାଂ ଆଜି ସିଂହ ସଂକ୍ରାନ୍ତି। ଆମେ ଆଲୋଚନା କରିବା ଆଜି କୁମ୍ଭ ରାଶିର ଧନ ଧାନ୍ୟ। କୁମ୍ଭ ଲଗ୍ନରୁ ବିଚାର କରିବା। କୁମ୍ଭ ଲଗ୍ନରେ ଜାତ ହୋଇଥିବା ବ୍ୟକ୍ତିମାନଙ୍କର ଭାଗ୍ୟୋଦୟ କେବେ କେମିତି ହେବ। ହେଲେ କୁମ୍ଭ ରାଶିର ଦୁର୍ଦିନ ବିଷୟରେ କାଳେ ମୁଁ କହିନଥିବି, ପ୍ରାୟତଃ ଭୁଲି ଯାଉଛି। ଆଉ ଟିକେ ପଢ଼ି ଦେଉଛି, ଶୁଣନ୍ତୁ। ଘାତବାର ଗୁରୁବାର। ଏହା ଅଗଷ୍ଟ 15, 22, 29, ସେପ୍ଟେମ୍ବର 5, 12ରେ ଆସିବ। ଘାତ ନକ୍ଷତ୍ର ଆର୍ଦ୍ରା, ତା ଅଗଷ୍ଟ 29ରେ ଆସିବ। ଘାତ ତିଥି ଚତୁର୍ଥୀ, ତା ଅଗଷ୍ଟ 23 ଓ ସେପ୍ଟେମ୍ବର 7ରେ ଆସିବ। ଘାତ ଚନ୍ଦ୍ର ଏକାଦଶ ଚନ୍ଦ୍ର ଧନୁ, ତାହା ଅଗଷ୍ଟ 16, 17, ସେପ୍ଟେମ୍ବର 12 ଓ 13ରେ ଆସିବ। ଏଟା ଆପଣଙ୍କ କ୍ୟାଲେଣ୍ଡରରେ ଟିକେ ଚିହ୍ନ ମାରି ଦେଇଥିବେ ଆଉ ସେଦିନ ଟିକେ ସତର୍କ ରହିବେ। ଦେଖିବା କୁମ୍ଭ ରାଶିର ବା କୁମ୍ଭ ଲଗ୍ନର ଦୁଇଟା କଥା କୁହାଯାଇଛି, କୁମ୍ଭ ରାଶି ଆଉ କୁମ୍ଭ ଲଗ୍ନର ଧନ। କୁମ୍ଭ ରାଶିର ଧନ ଶନି ଗ୍ରହ। କୁମ୍ଭ ରାଶିର ଅଧିପତି ହେଲେ ଶନି ଗ୍ରହ। ଆଉ ସେଠି ଯଦି ଶନି ଅଛନ୍ତି, କୁମ୍ଭରେ ଯଦି ଶନି ଅଛନ୍ତି, ତାହେଲେ ସେ କୁମ୍ଭ ଭର୍ତ୍ତି ହେଇଯିବ ଧନରେ, ମାଠିଆ ଭର୍ତ୍ତି ହେଇଯିବ, ଧନ ମାଠିଆ। ଯଦି କୁମ୍ଭ ଲଗ୍ନ ଏବଂ କୁମ୍ଭରେ ଶନି ଅଛନ୍ତି, ତାହେଲେ କଥାଟା ଭଲ ନୁହଁ। କୁମ୍ଭ ରାଶି, କୁମ୍ଭରେ ଶନି ଅଛନ୍ତି, କଥାଟା ଭଲ। ଲଗ୍ନରେ ଶନି ରହିଲେ କେବେ ବି କାହାକୁ ଭଲ ଫଳ ମିଳିନି। କୁମ୍ଭ ଲଗ୍ନରେ ଶନି ରହିଲେ କେବେ ବି କାହାକୁ ଭଲ ଫଳ ମିଳିନି। ଲଗ୍ନକୁ ଶନିଙ୍କ ଦୃଷ୍ଟି ପଡ଼ିଲେ ବି ଭଲ ଫଳ ମିଳେନି। ଶନିଙ୍କ ଦୃଷ୍ଟି କ୍ଷତିକାରକ। ତେଣୁ ଶନିଙ୍କ ଦୃଷ୍ଟିକୁ ସମସ୍ତଙ୍କର ଡର। ଶନିଙ୍କ ଦୃଷ୍ଟି ଯେଉଁ ଘରେ ପଡ଼ିବ ସେ ଘରର ହାନି ହେବ। ମୁଁ କୁମ୍ଭ ଲଗ୍ନରେ ଶନି ଥିଲେ କ୍ଷତିକାରକ ବୋଲି କହୁଛି। କୁମ୍ଭ ରାଶିର ଅଧିପତି ଶନି ଗ୍ରହ। ଶନି ସିନା ତୁଳାରେ ଉଚ୍ଚ, କିନ୍ତୁ କୁମ୍ଭରେ ବହୁ କ୍ଷମତା ସମ୍ପନ୍ନ। ଶନି କୁମ୍ଭରେ ବହୁ କ୍ଷମତା ସମ୍ପନ୍ନ, ବହୁ ଶକ୍ତିଶାଳୀ, କିନ୍ତୁ ସେ ତୁଳାରେ ଉଚ୍ଚ ଓ ମେଷରେ ନୀଚ। ଜାତକରେ କୁମ୍ଭରେ ଶନି ଗ୍ରହ ଥିଲେ ସହଜରେ ସକଳ ସୁଖ କରଗତ ହୋଇଥାଏ। ତାହା ଯଦି କୋଣ ବା କେନ୍ଦ୍ର ମାନେ ପଞ୍ଚମ, ନବମ, ଚତୁର୍ଥ, ସପ୍ତମ, ଦଶମ, ଷଷ୍ଠ ବା ଏକାଦଶ ହୋଇଥାଏ, ତେବେ ହାତକୁ ମୁଠା ମୁଠା ଧନ ଆସିଥାଏ। କୁମ୍ଭ ଯଦି ଲଗ୍ନ, ଧନାଧିପତି ହେଲେ ବୃହସ୍ପତି। ଏବେ ଆସିଲେ କୁମ୍ଭ ଲଗ୍ନକୁ ଏକ ଘର। କୁମ୍ଭ ଯଦି ଲଗ୍ନ, ତାର ଦ୍ୱିତୀୟ ଘର ହେଲେ ମୀନ। ସେ ମୀନର ଅଧିପତି ହେଲେ ବୃହସ୍ପତି। ସେ ମୀନରେ ଉଚ୍ଚ ହେଲେ ଶୁକ୍ର। ଯଦି ସେ ଘରେ ଶୁକ୍ର ଥାନ୍ତି, ମୀନରେ ଶୁକ୍ର ଥାନ୍ତି, ତାହେଲେ ତ ସୁନା ଡୋଳିଲେ ଆପଣ ଝୁଲିବେ ଆଉ କ'ଣ। ବୁଝାଉଛି। ଦ୍ୱିତୀୟାଧିପତି ହେଲେ କି ବୃହସ୍ପତି।
ତେଣୁ ଯଦି ସେ ମିନରେ ବା ବିଛାରେ ଥାନ୍ତି, ପଙ୍କ ଗାଡ଼ିଆରେ ପଦ୍ମ ଫୁଟେ। ବୁଝିପାରିଲେ ତ? ଚିର ପ୍ରଫୁଲ୍ଲିତ ରହିବେ ଆପଣ। ସବୁ ସୁଖ ଆପଣଙ୍କ ଚାରିପଟରେ ଘୁରି ବୁଲୁଥିବ। ମହାଧନିକ ଶ୍ରେଣୀରେ ଗଣା ହେବେ। ଧନପତି ସହ କେନ୍ଦ୍ରରେ ଯଦି ଗୁରୁ ରହନ୍ତି, ଅନ୍ୟ 3ଟି ବା 2ଟି ଗ୍ରହ ଥାନ୍ତି, ତାହେଲେ ଏଇ ଯେଉଁ ଯୋଗ ହୁଏ, ଏଇ ଯେଉଁ ଗ୍ରହ ମାଳିକା ହୁଏ, ଧନପତି ସହିତ ଅନ୍ୟ 3ଟି ଗ୍ରହ ବା 2ଟି ଗ୍ରହ ଥିଲେ ଯେଉଁ ଯୋଗ ମାଳିକା ହୁଏ, ତ୍ରିଗ୍ରହ ଯୋଗ ବା ଚତୁର୍ଗ୍ରହ ଯୋଗ, ତାହେଲେ ବହୁତ ବଢ଼ିଆ ଫଳ ମିଳେ। ଯଦି ସେଥିରେ ବୃହସ୍ପତି ଥାନ୍ତି ବା ଚନ୍ଦ୍ର ଥାନ୍ତି, ତାହେଲେ ଆଉ ଟିକେ ବଢ଼ିଆ ଫଳ ହୁଏ। ଯଦି ତାହା କେନ୍ଦ୍ର ହେଇଯାଏ, ମାନେ ଚତୁର୍ଥ, ସପ୍ତମ, ଦଶମ ଲଗ୍ନ ହେଇଯାଏ, ତାହେଲେ ଆଉ ଟିକେ ବଢ଼ିଆ ଫଳ ମିଳିବ। ବୃହସ୍ପତି କୁମ୍ଭ ଲଗ୍ନ ଜାତକର ଚତୁର୍ଥ, ସପ୍ତମ, ଦଶମରେ ଥିଲେ ଭଲ ଆୟ ଜାତକକୁ ମିଳିଥାଏ। ଯଦି ବୃହସ୍ପତି ଚତୁର୍ଥ, ସପ୍ତମ, ଦଶମରେ ଥାନ୍ତି କୁମ୍ଭ ଲଗ୍ନର, ତେବେ ଭଲ ବଢ଼ିଆ ଆୟ ହେଇଥାଏ, ଆଉ ପ୍ରବଳ ସୁଖ ମଧ୍ୟ ମିଳିଥାଏ ଜାତକକୁ। କୁମ୍ଭ ଲଗ୍ନ ଏଣୁ ଚତୁର୍ଥ ଘର ବୃଷ ଘର। ଚତୁର୍ଥ ଘରୁ ସୁଖ, ଯାନବାହନ, ମା ଓ ଘର ଏ ବିଷୟ ବିଚାର କରାଯାଏ। ବୃଷର ଅଧିପତି ଶୁକ୍ର, ଯିଏକି ବାଧକ ଗ୍ରହ। ଶୁକ୍ର ହେଲେ ବାଧକ ଗ୍ରହ, ଆଲୋଚନା କାଲି ଆମେ କରିଛେ। ସେ ସୁଖର ଅଧିପତି। ସବୁ ଥାଇ ବି ସୁଖ ମିଳିବନି, ଯେହେତୁ ଶୁକ୍ର ହେଲେ ବାଧକ ଗ୍ରହ। କାହାକୁ ମିଳିବନି? ଏଇ ଯେଉଁ ଯୋଗ ସବୁ କହିଲି, ଯେ ମିନରେ ଶୁକ୍ର ଥିଲେ କଚ୍ଛେପ ବାର କହିଲି, ନା ସେ ଦେବେନି। ଏ 3 ଗ୍ରହରେ ଶୁକ୍ର ଥିଲେ, 4 ଗ୍ରହରେ ଶୁକ୍ର ଥିଲେ, ସେ ଦେବେନି। ଶୁକ୍ର ତୁଳାରେ ଥିଲେ ବି ଦେବେନି, କାରଣ ସେ ବାଧକ ଗ୍ରହ। ତେଣୁ ଶୁକ୍ରଙ୍କ ଠାରୁ ସୁଖ ଆଶା କରିବା ଭୁଲ। ସେ ଯଦି ଅଷ୍ଟମରେ କନ୍ୟାରେ ନିଚରେ ଥାନ୍ତି, ଶୁକ୍ର ଯଦି ଅଷ୍ଟମରେ ଥାନ୍ତି, ଅଷ୍ଟମ ହବ, ଆଉ କନ୍ୟାରେ ଥାନ୍ତି, ତାଙ୍କର ବାଧକ ମନୋଭାବ କମିଯିବ। ମାନେ ମାଡ଼ୁଆକୁ ଯଦି ମାଡ଼ ହୁଏ, ବୁଝିହେଉଛି, ଯିଏ ଦୁଷ୍ଟାମି କଲା, ଯଦି ଆଉ ଗୋଟେ ଦୁଷ୍ଟ ଲୋକ ତା କାନକୁ ରଗଡ଼େ, ତାହେଲେ ତାର ଦୁଷ୍ଟାମି ଟିକେ କମିଯିବନି। ଏଇ ବାଧକ ଗ୍ରହ ଯଦି ବାଧା ପାଏ, ମାନେ ନିଚରେ ଥାଏ, ଶତ୍ରୁଦୃଷ୍ଟ ହୁଏ, ତାର ବାଧକ ପ୍ରକୃତି କମିଯାଏ, ଆଉ କିଛି ସୁଖ ମିଳିବ। ଶୁକ୍ର ବ୍ୟତୀତ ଯେକୌଣସି 4 ଗ୍ରହ ଯଦି କୁମ୍ଭ ଲଗ୍ନ ଜାତକରେ ତୁଳାରେ ମିଳିତ ହେବେ, ତା ମଧ୍ୟ ସୁଖ ମିଳିବ। ଶୁକ୍ର ବ୍ୟତୀତ ଯେକୌଣସି 4 ଗ୍ରହ ଯଦି କୁମ୍ଭ ଲଗ୍ନ ଜାତକରେ ତୁଳା ବ୍ୟତୀତ ଅନ୍ୟ ଯେକୌଣସି ଘରେ ମିଳିତ ହୁଅନ୍ତି, ତୁଳା ବା ଆଉ ଶୁକ୍ରଙ୍କ ଘର, ତୁଳା ଆଉ ବୃଷ, ଏଇ 2 ଘର ଶୁକ୍ରଙ୍କ ଘର, ସେ ଘରେ 4 ଗ୍ରହ ମିଳିତ ହେଲେ ବା 3 ଗ୍ରହ ମିଳିତ ହେଲେ ଭଲ ଫଳ ମିଳିବ ନାହିଁ। ଆଚ୍ଛା, ଏହି ବ୍ୟକ୍ତି ଯାହାର ବୃଷ ଓ ତୁଳା ବ୍ୟତୀତ ଅନ୍ୟ କୌଣସି ଘରେ 4 ଗ୍ରହ ଏକୃତ ହୁଅନ୍ତି, ବା ଏଇ 4 ଗ୍ରହ ମଧ୍ୟରେ ବୃହସ୍ପତି ଥାନ୍ତି ବା ଚନ୍ଦ୍ର ଥାନ୍ତି, ବା ଏଇ 2 ବୃହସ୍ପତି ଓ ଚନ୍ଦ୍ର ଥାନ୍ତି, ତାହେଲେ ସେ କ୍ରମଶଃ ଉପରକୁ ଉଠେ, ଅର୍ଥାତ୍ ତାର କ୍ରମ ବିକାଶ ହୁଏ। ଏହି 3 ବା 4 ଗ୍ରହ ମଧ୍ୟରେ ତ ଆଲୋଚନା ଆମେ କଲେ, ଯଦି ଏମାନେ କେନ୍ଦ୍ର ଘରେ ଥାନ୍ତି, ତାହେଲେ
ବ୍ୟକ୍ତି ପାଖକୁ ଅତି ପ୍ରଚୁର ଧନ ଆସେ। ସବୁବେଳେ ମନେ ରଖିଥିବା କୁମ୍ଭ ଲଗ୍ନର ଦ୍ୱିତୀୟ ଘରର ଅଧିପତି ହେଲେ ବୃହସ୍ପତି। ସେ ଯଦି ଦ୍ୱିତୀୟରେ ମାନେ ଦିନରେ ବା ବିଛାରେ ଥାନ୍ତି, ଦଶମରେ ଥାନ୍ତି, ତାହେଲେ ପ୍ରବଳ ଧନ ଆସେ। ହେଲା ଦଶମାଧିପତି ହେଲେ କିଏ? ମଙ୍ଗଳ। ସେ ଯଦି ଏକାଦଶରେ ଥାନ୍ତି ମାନେ ଧନୁରେ ଥାନ୍ତି, କର୍ମାଧିପତି ଯଦି ଥାନ୍ତି ଲାଭରେ, କର୍ମକ୍ଷେତ୍ରକୁ ପ୍ରବଳ ଲାଭ ହେବ। ବୁଝା ପଡ଼ିଲା। ଆଜି ଏତିକି। ଆସନ୍ତାକାଲି ଯଦି ଈଶ୍ୱର ଦୟା କରନ୍ତି ମୁଁ ଆପଣଙ୍କୁ ଅବଶ୍ୟ ଦୁଇ ପଦ କହିବି। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ମୁଁ କିଏ? ମୁଁ କୁଳମଣି ପଣ୍ଡା, ଗ୍ରାମ ତରାଣ୍ଡୋ, ପୋଷ୍ଟ 12, ଜିଲ୍ଲା କେନ୍ଦ୍ରାପଡ଼ା। ମୋର ଫୋନ୍ ନମ୍ବର ହେଲା 8093355583। ଆଜି ଏତିକି।